କୁକୁର ଆଉ ମଣିଷ ରୂପୀ ମାଆର ସମ୍ପର୍କଟା ଏମିତି ଗୋଟେ ଅଦ୍ଭୁତ ଓ ପବିତ୍ର ବନ୍ଧନ, ଯାହାକୁ ନା ଶବ୍ଦରେ କହିହେବ ନା ଦୁନିଆରେ ମାପି ହେବ। କୁକୁର ଯେତେବେଳେ ଘରକୁ ଆସେ, ସେ କେବଳ ଏକ ପଶୁ ନୁହେଁ, ମାଆର ଦୁନିଆର ଛୋଟ ଶିଶୁଟିଏ ହୋଇଯାଏ। ସେ ଯେତେବେଳେ ମାଆର ପାଖରେ ମୁଣ୍ଡ ରଖେ, ସେତେବେଳେ ମାଆର ହୃଦୟରୁ ଅସୀମ ସ୍ନେହ ବହିଯାଏ। ମଣିଷର ଭାଷା ନ ଜାଣିଥିଲେ ମଧ୍ୟ ସେ ମାଆର ଖୁସି, ଦୁଃଖ, ଥକା ଓ ଯନ୍ତ୍ରଣାକୁ ସବୁଠାରୁ ଆଗରୁ ବୁଝିନିଏ। ସେ ମାଆର ଦିନକୁ ଆରମ୍ଭ କରାଏ ଏକ ହସରୁ, ଆଉ ରାତିକୁ ଶାନ୍ତ କରାଏ ଏକ ଭରସାବାଣୀ ଆଲିଙ୍ଗନରେ। ଦୁନିଆ ଯେତେବେଳେ ଦୂରେଇ ଯାଏ, କୁକୁର କେବେ ଛାଡ଼ିକି ନଯାଏ। ସେ ତା'ର ମାଆକୁ ସର୍ବଦା ନିଃସ୍ୱାର୍ଥ ପ୍ରେମ, ନିର୍ଲୋଭ ସ୍ନେହ ଓ ଅଦ୍ଭୁତପୂର୍ବ ଭରସା ଦେଇ ରଖେ। ଏହି ବନ୍ଧନରେ ନାହିଁ ସର୍ତ୍ତ, ନାହିଁ ଭାଷା, ନାହିଁ ଅଭିମାନ। ଏହା ଅଟେ ଦୁଇଟି ହୃଦୟର ଅଦୃଶ୍ୟ ସୂତା, ଯାହାକୁ କେବଳ ଗୋଟେ ଡଗ୍ ମମ୍ ହିଁ ଅନୁଭବ କରିପାରେ।